ଏଠି ପଳେଇ ଆସିଛୁ ଖରିଦାବାଦ ଆସିଲା ପରେ ଦେଖିବୁ ଆମର ଗଣେଶ ଠାକୁର ଦେଖିବାକୁ ଆସିଛୁ। ତ ଗଣେଶ ପୂଜା ଟାଇମ୍ରେ ଆମେ ଯାଇଥିଲୁ ଗଣେଶ ଠାକୁର ଦେଖିବାକୁ। ତ ଗଣେଶ ଠାକୁର ଦେଖିବା ବାଟରେ ଏସବୁ ଦୋକାନ ବଜାର ପଡ଼ିଥିଲା, ଆମେ ସବୁ ଦେଖିବା ଗଲୁ। ତ ଯେଉଁମାନେ ବି ହାଇଦ୍ରାବାଦରେ ଅଛନ୍ତି ତ ନିହାତି ଖରିଦାବାଦ ଆସିଥିବେ ତ ଦେଖିଥିବେ ବହୁତ ବଡ଼ ଗଣେଶ ଠାକୁର। ତ ମୁଁ ତ ଦେଖିଲି, ମୋ ଆଖି ପାଇଲାନି, ମୁଁ ଏମିତି ତଳୁ ଛାଇଁକି ଅନେଇଲି। ଆଠାରୁ ଆହୁରି ବଡ଼ ଆକାରର ହୁଏ, ବଟ୍ ଏଇଥର ଟିକେ ଛୋଟ ହେଇଛି। ତ ଏଇପଟରେ ଆମେ ଗଲୁ ଦର୍ଶନ କରିବାକୁ। ତ ଏମିତି ଶ୍ରଦ୍ଧା ତା ବାବା ସହିତ ଯାଉଥିଲା, ତ ମୁଁ ଏକା ଯାଉଥିଲି। ମୁଁ କହିଲି ଟିକେ ଭିଡ଼ିଓ କରିନେବା। ତ ଏଇଠି ଦେଖନ୍ତୁ ବଡ଼ ଗଣେଶଟି। ମୁଁ ବି ଭଲସେ ଦେଖିପାରିଲି ନା, ଏତେ ଲୋକ ଭିଡ଼ ହେଇଗଲେ ସାଙ୍ଗେ ସାଙ୍ଗେ ଭିତରେ ଭିଡ଼ିଓ କରିବା ବି ସମ୍ଭବ ହେଲାନି। ତ ଏମିତି ଆମେ ପୋଲିସ ତ ଟୋଟାଲି ବି ଛିଡ଼ା କରେଇ ଦେଉନଥିଲେ, ଚାଲିକି ଦେଖିଆ ରାଉଣ୍ଡ ମାରିକି ଯିବ। ଆମେ ସେମିତି ହିଁ ଚାଲିକା ଦେଖିଆ ରାଉଣ୍ଡ ମାରିକିରି ହିଁ ପଳେଇ ଗଲୁ। ଆପଣମାନଙ୍କୁ ଯେତିକି ବି ମୁଁ ଭିଡ଼ିଓ କରିଛି ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି। ତ ଭିଡ଼ିଓ ଟୋଟାଲି ଏତେ ଲୋକ ହେଇଯାଇଥିଲେ ଯେ ଫେରିଲା ବେଳକୁ ଆଉ ମାନେ ଫେରି ପାରିଲୁନି। ଆପଣ ତ ଦେଖୁଥିବେ, ଆଖି ବି ପାଉନି, ଏତେ ଆକାର ନେଇକିରି ସେ ତିଆରି ହେଇଛି, ଏତେ ବଡ଼ ସେ ହେଇଛି ତିଆରି। ତ ବହୁତ ବଡ଼ ଆକାର ନେଇକିରି ହିଁ ବନିଛି। ଶ୍ରଦ୍ଧା ଦାଦା ବାବା ସହିତ ଦେଖିକିରି ପୁରା ସେ କିଛି ଭାବିପାରୁନି କ'ଣ କହିବ, କାହିଁକିନା ଏତେ ଲୋକଙ୍କୁ ସେ ଏକା ବେଳେ ଦେଖିନି ନା। ତ ଏପଟରେ ଗୋଟେ ପଟରେ ଯିବୁ, ଗୋଟେ ପଟରେ ଆସିବୁ, ସିଷ୍ଟମ୍ ବହୁତ ଭଲ କରିଛନ୍ତି। ତ ସେଫ୍ଟି ପାଇଁ ପୁରା ମାନେ ଏମିତି ତାର ଜାଲି ବି ବୁଲେଇଛନ୍ତି, ବହୁତ ହି ଭଲ ହେଇଛି। ତ ମୁଁ ଦେଖିକା ଗଲି ଆଉ ଦେଖିକା ଫେରିଲୁ। ତ ଆମେ ଯେତେବେଳେ ଯାଇଥିଲୁ ଟିକେ ଫାଙ୍କା ଥିଲା, ବଟ୍ ଯେତେବେଳେ ନଥିଲୁ ସେତେବେଳେ ଯେତେବେଳେ ପଛରେ ଗଲେ ନା ବହୁତ ସାରା ଲୋକ ହେଇଗଲେ। ତ ତା ବାବାକୁ ମୁଁ ଡାକୁଛି କହି ଟିକେ ଶୁଣୁନ, ସେ ଟୋଟାଲି ଶୁଣୁନାହାନ୍ତି। ଶ୍ରଦ୍ଧା ବାବା ତାର ଦୌଡ଼ିଛି, ଏପଟରେ ଗୋଟେ ଷଣ୍ଢ ପଶିଗଲାଣି। ରେ ବାବା ଷଣ୍ଢଟେ ପଶିଯାଇଛି ତା ଭିତରେ। ତାକୁ ସେଇଠୁ ବାହାର କରାଗଲା। ତାପରେ ଶ୍ରଦ୍ଧାର ମୋର ଚାଲିଥିଲୁ, ଆମ ବାବା ଆଗେ ପଳେଇଗଲେ। ତାପରେ ଆମେ ଏଠି ଦେଖିକିରି ଏଇଟା ଫେରୁଲା ସମୟରେ ମାନେ ସୁସ୍ଥ ଲାଗିଲା ଜୋରସେ। ମୁଁ ଶ୍ରଦ୍ଧା ଦେଖିଲା ଆଇସ୍କ୍ରିମ୍, ସେ ଆଉ ତା ନିଜକୁ ରୋକି ପାରିଲା ନା, ସେ ଚାଲିଲା ଆଇସ୍କ୍ରିମ୍ ଖାଇବାକୁ। ମୋତେ କହିଲେ କ'ଣ କିଣିବାକୁ, ମୁଁ କ'ଣ କିଣିବି ଆଉ ଦେଖିବା କ'ଣ କିଣି ନେବା। କିଣାକିଣି ସାରି ସେଇଠୁ ଆମେ ବାହାରିକି ପଳେଇ ଆସିଲୁ। ସେଇଠୁକୁ ବାହାରିକି ଆସିଲା ପରେ ଶ୍ରଦ୍ଧା ଦୁଇଟା ବେଲୁନ୍ ନେଇ ଆସିଲା, କହିଲା ମୋର ବେଲୁନ୍ ଦରକାର। ମୁଁ କହିଲି ଠିକ୍ ଅଛି। ଆସିଲା ବାଟରେ ଏଇଠି ଗୋଟେ ବଡ଼ ମନ୍ଦିରଟେ ପଡ଼ିଲା। ଆର ଭିଡ଼ିଓଟା ମୁଁ ସର୍ଟ ଭିଡ଼ିଓରେ ଦେଇଥିଲି। ତ ଏଇଠି ଆସିଲା ପରେ ଆମେ ଏଇଠିକି ଆସିଲୁ ସପିଂ କରିବାକୁ। ତ ଆମେ କିଛି ସପିଂ କରିବାର ଥିଲା, ଯେହେତୁ ଆମେ ଯାଇଥିଲୁ ବୁଲିବାକୁ, ଆମେ ଭାବିଲୁ କିଛି ସପିଂ କରି ନେଇଯିବୁ। ତ ଏଇଠି ଆମେ କିଛି ସପିଂ କରିନେଲୁ। ତ ସପିଂ କରିସାରିଲା ପରେ ଆମେ ଫେରୁଥିଲୁ। ତ ସପିଂ କଲା ଭିଡ଼ିଓଟା ବି ମୁଁ କରିନାହିଁ, ତ ମୋବାଇଲ୍ ଚାର୍ଜ ନଥିଲା, ମୁଁ କରିନଥିଲି। ତ ଏଇ ଜାଗାରେ ହିଁ ଆମେ ସପିଂ କରୁ। ତାପରେ ସେଠୁ ଏଠି ଟମାଟର, ତ ଆପଣମାନେ ଜାଣିଥିଲେ ସେତେବେଳେ ବଜାରରେ ଟମାଟର ଥିଲା, ଏବେ ତ ଟିକେ କମିଯାଇଛି, ସେତେବେଳେ କିନ୍ତୁ ବହୁତ ଅଧିକ ଥିଲା। ତାପରେ ଆସିଲା ପରେ ଏଇଠି ଆସିଲା ପରେ ଆମର ଭୋଜି ରୋଷେଇ ହେଉଥିଲା। ଭୋଜି ରୋଷେଇ ହେଲା ପରେ ଭସାଣି ଆସିଗଲା। ତ ଭସାଣି ତ ଆପଣମାନେ ଜାଣିଛନ୍ତି ହାଇଦ୍ରାବାଦରେ ଫେମସ୍ ହେଉଛି ଆମର କ'ଣ ଗଣେଶ ପୂଜା ଭସାଣି। ତ ଭସାଣି ମୁଁ କେବେ ବି ଦେଖିନଥିଲି, ଫାର୍ଷ୍ଟ ଟାଇମ୍ ଦେଖିକି ବହୁତ ଏନ୍ଜୟ କଲି। ତ ମୁଁ ଯେଉଁ ମକାନରେ ରହୁଥିଲି ସେ ମକାନ ତଳେ ଏମିତି ହିଁ ପୂଜା ଚାଲିଥିଲା, ଏମିତି ହିଁ ଭସାଣି ହେଉଥିଲା। ପୁରା ବହୁତ ସମୟ ଧରିକି ଦେଖିଲି, କେତେ ସୁନ୍ଦର ଲାଗୁଥିଲା। ବହୁତ ହି ଭଲ ଲାଗିଲା। ଯାହା ହଉ ମାନେ ମୋତେ ଏସବୁ ଦେଖିବାର ସୁଯୋଗ ମିଳିଲା, ତ ମୋତେ ନିଜକୁ ହିଁ ଖୁସି ଲାଗିଲା। ଯାହା ହଉ ଥ୍ୟାଙ୍କ ୟୁ ସୋ ମଚ୍, ମୋ ଧନକୁ ଦେବି, ଯେହେତୁ ମୋତେ ଏତେ ବାଟ ଆଣିକିରି ଏସବୁ ଦେଖେଇଲେ। ବହୁତ ହି ଖୁସି ଲାଗିଲା। ପିଲାମାନଙ୍କୁ ଦେଖିକିରି ବି ମନ ପୁରା ଖୁସି ହେଉଥାଏ, ଇଚ୍ଛା ହେଉଥାଏ ଆମେ ବି ଟିକେ ଯାଇକି ନାଚିଦେବା, ମାନେ ଏମିତି ହିଁ ମନ ହେଉଥାଏ। କେତେ ସୁନ୍ଦର ସେ ଖେଳିକିରି, ସେ କେତେ ଆନନ୍ଦରେ, ମାନେ କେତେ ଖୁସି ହେଇକିରି ସେ ମାନେ ପୂଜାକୁ ଏନ୍ଜୟ କରୁଛନ୍ତି ଆଉ ଭସାଣିକୁ ଏନ୍ଜୟ କରୁଛନ୍ତି। ସେଇଗୁଡ଼ାକୁ ଦେଖିକିରି ହିଁ ମନ ଖୁସି ଲାଗିଲା ଆଉ ଆନନ୍ଦ ଲାଗିଲା। ଯାହା ହଉ ଏତେ ଖୁସିରେ ଏତେ ଆନନ୍ଦରେ ଆମର ଗଣେଶ ପୂଜା ଭସାଣି ହୁଏ ତ ମୁଁ କେବେ ଦେଖିନଥିଲି। ଆମର ତ ସେଇଠି ଖାଲି ଗାଁରେ କ'ଣ କରନ୍ତି, ଗଣେଶ ପୂଜା କରିଦେଲେ ତା ପରଦିନ ନେଇକିରି ଭସାଣି କରିଦେଲେ, କିନ୍ତୁ 9 ଦିନ ଏଠି ପୁରା ଭୋଜି ଭାତ ଭଲ ମନ୍ଦ, ମାନେ ଏତେ ଆନନ୍ଦ ଲାଗେ ଖାଇବାକୁ। ତ ଏତେ ସୁନ୍ଦର ଲାଗେ, ମୁଁ ତ ପୁରା 2-3 ଥର ଖଣ୍ଡ ଖାଇଛି। ଆମ ମକାନ ତଳେ ହେଉଥିଲା ନା, ତ ବେଶୀ ଦୂର ତ ମୁଁ ଯାଇନି, ବଟ୍ ମକାନ ତଳେ ଯେଉଁଗୁଡ଼ା ହେଉଥିଲା ମୁଁ ସେଇଠି ବି ଖାଇଛି, ବହୁତ ସୁନ୍ଦର ଲାଗୁଥିଲା। ପ୍ରସାଦ ତ ବହୁତ ହି ଭଲ ଲାଗେ, ବେଶୀ ତ ମୋତେ ସେ ସୁଜିର ହାଲୁଆଟା ବହୁତ ହି ଭଲ ଲାଗେ। ଆଉ ତ ଆପଣମାନେ ଜାଣିଛନ୍ତି ଆନ୍ଧ୍ରା ଏଇଠି ତ ଖାଲି ଚାରୁପାଣି ଆଉ ଚାରୁପାଣି ଖାଇବାର ଟିକେ ମଜା ଅଲଗା। ଏବେ ତ ମିଳୁନି, ଏବେ ତ ମୁଁ ବହୁତ ମିସ୍ କରୁଛି, ବେଶୀ ସମ୍ବରକୁ ମିସ୍ କରୁଛି। ତ ସେତେବେଳେ ସମ୍ବର ହିଁ ବହୁତ ଭଲ ଲାଗେ।
ତ ତାଙ୍କର ଖାଇବା ଗୁଡ଼ା ବହୁତ ଭଲ। ପୁରା 9 ଦିନ କାଳ ଭୋଜି ଭାତ ହୁଏ। ମୁଁ ତ ପୁରା ଏନ୍ଜୟ କରିଥିଲି ରହିକିରି ଏଥରକ ଗଣେଶ ପୂଜାରେ। ବହୁତ ହି ଭଲ ଲାଗିଲା। ଦେଖିବା ନେକ୍ସଟ ଟାଇମ୍ କେବେ ଆସିବାକୁ ପଡ଼ୁଛି। ତ ଏବେକାର ଭିଡ଼ିଓ ମୁଁ ଏବେ ପୋଷ୍ଟ କରୁଛି। ତ ଆପଣମାନେ ଜାଣିଛନ୍ତି ମୋ ମୋବାଇଲ ଯେହେତୁ ମାନେ ସମୟ ହିଁ ନଥିଲା, ମୋ ଷ୍ଟୋରେଜ୍ ଫୁଲ୍ ହେଇଗଲାଣି ବୋଲିକିରି ମୁଁ ଏବେ ସବୁ ଭିଡ଼ିଓ ସବୁ ମାନେ ସୁଟ୍ କରିଥିଲି ପକାଇ ଦେଉଛି। ନ ହେଇଥିଲେ ତ ମୁଁ କେବେ ପକାଇଥାନ୍ତି ତା ବି ମୁଁ ଜାଣିନି। ମୋ ମୋବାଇଲ ଖରାପ ହେବାରୁ ମୁଁ ଏବେ ସବୁ ଭିଡ଼ିଓ ସବୁ ସେୟାର କରିଦେଉଛି। ତ ଯଦି ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗିଥିବ ତ ନିହାତି ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ପାଖରେ ଆସିଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଫଳରେ ମୋ ଭିଡ଼ିଓ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ତ ଆପଣମାନେ ଭିଡ଼ିଓ ଦେଖି మీకు సుఖ సంతోషాలు కలుగుతాయని, ఆ భగవంతుడి యొక్క ఆశీస్సులు మీపై ఎల్లప్పుడూ ఉంటాయని, ఆ దేవుడి దీవెనలు కూడా మీ వెంట ఉంటాయి. 8,000 X1 యొక్క పాట 8,000, ఒకటో